ପିଲାମାନେ ଆଜିର ଏକ ନୂଆ ଭିଡ଼ିଓରେ ତୁମମାନଙ୍କୁ ସ୍ୱାଗତ କରୁଛି। ଆଜିର ଭିଡ଼ିଓରେ ଆମେ କିଛି ଗୁରୁତ୍ୱପୂର୍ଣ୍ଣ ଇଂରାଜୀ ଶବ୍ଦର ଅର୍ଥ ଓ ଉଚ୍ଚାରଣ ବିଷୟରେ ଆଲୋଚନା କରିବା। ହ୍ୟୁମିଲିଟି। ହ୍ୟୁମିଲିଟି ମାନେ ନମ୍ରତା ବା ବିନୟ। ଆଡ଼ଭାଇସ୍। ଆଡ଼ଭାଇସ୍ ମାନେ ପରାମର୍ଶ ବା ଉପଦେଶ। ବ୍ଲଣ୍ଟ। ବ୍ଲଣ୍ଟ ମାନେ ଧାରୁଆ। ଆପିରାନ୍ସ। ଆପିରାନ୍ସ ମାନେ ରୂପ ବା ଉପସ୍ଥିତି। ପ୍ରମୋସନ୍। ପ୍ରମୋସନ୍ ମାନେ ପ୍ରଚାର ବା ପ୍ରୋତ୍ସାହନ। ଷ୍ଟ୍ରେସ୍। ଷ୍ଟ୍ରେସ୍ ମାନେ ମାନସିକ ଚାପ ବା ଚିନ୍ତା। ରିମାର୍କ। ରିମାର୍କ ମାନେ ମତାମତ ବା ଟିପ୍ପଣୀ। ଏମ୍ଫାସାଇଜ୍। ଏମ୍ଫାସାଇଜ୍ ମାନେ ପ୍ରାଧାନ୍ୟ ଦେବା ବା ଗୁରୁତ୍ୱ ଦେବା। ପ୍ରିପେୟାର। ପ୍ରିପେୟାର ମାନେ ପ୍ରସ୍ତୁତି। ଏଲାବୋରେଟ୍। ଏଲାବୋରେଟ୍ ମାନେ ବିସ୍ତାରିତ ବା ସ୍ପଷ୍ଟ କରିବା। ଗାଇଡାନ୍ସ। ଗାଇଡାନ୍ସ ମାନେ ପରାମର୍ଶ ବା ପରିଚାଳନା। ସେଗମେଣ୍ଟ। ସେଗମେଣ୍ଟ ମାନେ ଅଂଶ ବା ଭାଗ। ହାର୍ଟଫେଲ୍ଟ। ହାର୍ଟଫେଲ୍ଟ ମାନେ ହୃଦୟସ୍ପର୍ଶୀ। ଏମ୍ପଟିନେସ୍। ଏମ୍ପଟିନେସ୍ ମାନେ ଶୂନ୍ୟତା ବା ଖାଲିପଣ। ରେପ୍ଲିକେଟ୍। ରେପ୍ଲିକେଟ୍ ମାନେ ନକଲ କରିବା। ଏଷ୍ଟାବ୍ଲିଶ୍। ଏଷ୍ଟାବ୍ଲିଶ୍ ମାନେ ସ୍ଥାପନ କରିବା ବା ପ୍ରତିଷ୍ଠା କରିବା। ରୁମୋର। ରୁମୋର ମାନେ ଅପପ୍ରଚାର ବା ଗୁଜବ। ଫେୟାରୱେଲ୍। ଫେୟାରୱେଲ୍ ମାନେ ବିଦାୟ। କନକ୍ଲୁଜନ୍। କନକ୍ଲୁଜନ୍ ମାନେ ସମାପ୍ତି ବା ସିଦ୍ଧାନ୍ତ। ମେମୋରେବୁଲ୍। ମେମୋରେବୁଲ୍ ମାନେ ସ୍ମରଣୀୟ। ପିଲାମାନେ, ଏଠାରେ ଆଜିର ଭିଡ଼ିଓଟି ଶେଷ ହେଉଛି। ଏହିଭଳି ଶିକ୍ଷଣୀୟ ଭିଡ଼ିଓ ଦେଖିବା ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରିଦିଅ।